କାଲି ବା ରାକ୍ଷୀ ପୂର୍ଣ୍ଣିମା ଗୋଟେ ରାକ୍ଷୀ ମୁଁ ବଜାରରୁ ଆଣିଥିଲି। କାଲି ତୁ ଗଛ ଦେଖି ଗଛ ଢାଳେ ରାକ୍ଷୀଟାକୁ ଆଉ ଭାବି ତୁ ଭାଇ ହାତରେ ବାହାରିଲେ ତୋ ପାଇଁ ବଜାରରୁ ଗୋଟେ ଶସ୍ତା ଶାଢ଼ୀ ଆଣିଥିଲି। ଏ ଗରିବ ଛୋଟ ଭାଇ ତାର ଏ ଶସ୍ତା ଶାଢ଼ୀ ଭାବି ତାକୁ ଫୋପାଡ଼ି ଦେବୁ ଦିନ କାଲି ରାକ୍ଷୀ ପୂର୍ଣ୍ଣିମାରେ ଶାଢ଼ୀଟା ଏ ଗରିବ ଛୋଟ ଭାଇ ତାର ଏ ଶସ୍ତା ଉପହାରଟାକୁ ଗ୍ରହଣ କରୁ। ଏତିକି ତୋ ପାଦ ତଳେ ମୋର ଗୁହାଳ। हाई फ्रेंड पुणी एक नुआ वीडियो को आपन को स्वागत। आसतु देखा नाट्य सम्राट पृथ्वीराजर ए वर्षर सुपरहिट नुआ नाटक घुमुरी कांदुची फुलसबारी नाटकर बेस्ट सीन। यही सीन टी देखला बेले हॉल ले थिबा सबु दर्शकों आखिरे लुह। आपण भी वीडियोटी शेष जाए देखंतु न कांदी रही परिबेनी। वीडियोटी जदि आपको भल लगे ताले वीडियोटी को गोटाए लाइक कमेंट शेयर करंतु। आउ चैनल नुआ आसीतिले चैनल को सब्सक्राइब करंतु। ए यूट्यूब चैनल आपन भिन्न भिन्न प्रकार यात्रा आइटम वीडियो देखिपारे जार ना दुनिया रंगमंच यूट्यूब चैनल को आपन को स्वागत। आपन वीडियोटी शेष देखंतु। धन्यवाद। समाजमी तुम जने एलरा गुंफार नर्तकी तुमको पाइले ना दुख सुख सब भूली जा। तमे खाली कथा रहिरो सत कहबो काम रे को कम की सुना सेस को जानो हम मैरिज केबे हो आको मैरिज नाही गाल लो हां माने मनु मैरिज करी मैं निगड़ होस्टो एलरा मैरिज न करी तमे मते को सुख वंचित करू जे मैरिज करी मु एते टेंशन ले कामरे तमे मैरिज करिवनी अरे मन करी केतबळे बे मैरिज करी बिलकुल मना करी केतबळे आम सारमणी स्वातिर बागर सरी जाऊ ता परे हम मैरिज ओके ठीक अछि तमे कहले छी ना कोच बाबा को जणे हां ना नाही से समय हेती केबे जे से समय आसिले हम रिलेशन कथा मु निजे जाई तुम बाबा को जणेबी बोली बोली ओ रियली तमे भागर होइले ना पशुटनेस का और बढ़ी गया ए लगा आपको आसो नोटी नोटी कर डोरटा लॉक न कर घर भीतर पशि आसिलु आसी कहू हे बजरंग बाली हे रक्षा करो हे शिक्षा शिखेनु हां बास्टार्ड को बास्टार्ड कोई बादी अते इंग्लिश कोई आसे इंग्लिश शब्द बारे बते भी जणा अछि मु बास्टार्ड ले तबे उच्चती तपर बास्टार्ड आई बास्टार्ड हुए तबे गुटे चरित्रहीन
তুমি এঠু এবে যাও ଆଉ ଏ ମ୍ୟାଟରଟାକୁ ମୋତେ ହ୍ୟାଣ୍ଡେଲ କରିବାକୁ ଦିଅ ପ୍ଲିଜ୍ ତମେ ଏଠୁ ଯାଅ ହେଲୋ ଏଇଟା ତମ ଘର ତମେ କହୁଛ ବୋଲି ମୁଁ ଚାଲି ଯାଉଛି ତାମାନେ ନନ୍ସେନ୍ସଟାକୁ ବୁଝେଇ ଦେଇଛନ୍ତି ମୋ ସହିତ ଆକ୍ସନ୍ ହେଲେ ରିଆକ୍ସନ୍ଟା କେତେ ଭୟଙ୍କର ହୁଏ ସନ୍ ମୁଁ ନ୍ୟୁଟନ୍ ସନ୍ ଏ ନ୍ୟୁଟନ୍ ସନ୍ ରିଆକ୍ସନ୍ ରିଆକ୍ସନ୍ କେତେବେଳେ ସମାନ ନୁହଁ ସବୁବେଳେ 10 ଗୁଣା କରିଦେଇଛି Just wait and see what can I do. ଦେଖ ପବିତ୍ର ଭାଇ ଏଠି ଯାହା ସବୁ କିଛି ଘଟିଗଲା ଏ ସବୁ କେବଳ ତମ ମୋ ଭିତରେ ହଉଛି କାହିଁକି ନା ନ୍ୟୁଟନ ହଉଛନ୍ତି ମୋ ବୟଫ୍ରେଣ୍ଡ ଆରେ ଲୋକଟା ଭଲ ଲୋକ ନୁହେଁ ଏ ଲୋକ ସହିତ ଜୀବନକୁ ନଷ୍ଟ କରିବା ଆଗରୁ ମୁଁ ଏ କଥା ମଉସାଙ୍କୁ ଜଣେଇଦେବି ଏଇ ସାକେ ସାକେ ଜଣେଇଦେବି ପ୍ଲିଜ୍ ପବିତ୍ର ଭାଇ ନ୍ୟୁଟନ ଆଉ ମୋ ରିଲେସନ୍ ବିଷୟରେ ଘରେ ଜଣେଇଦେଲେ ଘରେ ଗୋଟେ ନିହାତି ଅଶାନ୍ତି ସୃଷ୍ଟି ହେବ ତେଣୁ ଏଇ କଥାକୁ ଲୁଚିବା ପାଇଁ ତମେ ମୋତେ ଯାହା କହିବ ଯାହା ମାନେ ବୁଝୁଛ ତ ଯାହା କହିବ ମୁଁ କରିବା ପାଇଁ ପ୍ରସ୍ତୁତ ଅଛି ଆଉ ଶୁଣ ତମେ ତ ଆମ ଘରର ଗେଷ୍ଟ ରୁମ୍ ଶୋଉଛ ନା ଯଦି କହିବ ଆଜି ରାତିରେ ପହଞ୍ଚିଯିବି ୟେସ୍ ମୁଁ ଏଲୋରା ମହାପାତ୍ର ଡାର୍ଲିଂ ଏ ଏଲୋରା ମହାପାତ୍ର ଆଜି ରାତିକ ପାଇଁ ଗୋଟା ପଡ଼େ ତମର बुला कुकुरा तमर बड़े ते साहस तुम्हें देखी लोड़ी हाय तुम फिर रास्ता चलता के विश्वास करा जाए सहीता पवित्रता को फॉलो करे कोन भाइयो वो गुटी नष्ट चलिका ए लो महापात्र गुटी नष्ट चलिका ठीक আছে पवित्र एबे तू एज देख ए लो महापात्र एज की अवस्था করছিস କଣ କହୁଥିଲ କ୍ଷମା ମାଗିବନି ଆମେ କଣ ହେଲା
ଆପଣ ମୋ କଥା ଟିକେ ଶୁଣନ୍ତୁ ବାବା। ବାବା ଏ ସବୁ ମିଛ କହୁଛନ୍ତି ବାବା। ବିଶ୍ୱାସ କରନ୍ତୁ ଭଗବାନ କିରାଣ ସବୁ ମିଛ କହୁଛନ୍ତି ବାବା। ମୋ ଉପରେ ବିଶ୍ୱାସ କରନ୍ତୁ ଆପଣ ପ୍ଲିଜ୍। ଆଚ୍ଛା କ'ଣ ହେଇଛି ମୁଁ ବୁଝୁଛି କଣ ହେଇଛି କିରେ ପବିତ୍ରକୁ ତ ଏମିତି ମାଡ଼ ମାରୁଥିଲୁ କାହିଁକି କ'ଣ ହେଇଛି? ବୁଲା କୁକୁର ଏଇ ମାନବ ଭାବରେ ମୁହଁ ମାରିଛି। ପାପ ଛୁଇଁ କମଳାସନ ମୁଖ ସ୍ୱପ୍ନ ଦେଖୁଛି। ଚାଲି ଯା ଘରୁ ଆଉ କେବେ ଆସିବୁନି। ଚାଲି ଯା କହୁଛି। ଚାଲିଯିବି ଲୋ ଅପା। ଏବେ ଆଉ ମୁଁ ତ ଘରକୁ ଆସିବି। ହେଲେ ଅପା ଯିବା ପୂର୍ବରୁ ତୋତେ ଗୋଟେ କଥା କହିବି। ରାମାୟଣର କଥା। ଥରେ ପ୍ରଭୁ ରାମଚନ୍ଦ୍ର ଜଙ୍ଗଲରେ ବୁଲୁ ବୁଲୁ ବେଙ୍ଗରେ ତାଙ୍କ ପାଦ ତଳେ ପଡ଼ି ଯନ୍ତ୍ରରେ ଛଟପଟ ହେଉଥାଏ। ପ୍ରଭୁ ରାମଚନ୍ଦ୍ର ଏକଥା ଜାଣିପାରି ବେଙ୍ଗ ତାକୁ ନିଜ ହାତକୁ ଆଣି ପଚାରିଲେ, ଏ ବେଙ୍ଗ ତୁ ତ ଏତେ କଷ୍ଟ ପାଉଥିଲୁ, ଏତେ ଦୁଃଖ ପାଉଥିଲୁ, ଏତେ ଯନ୍ତ୍ରଣା ପାଉଥିଲୁ, ହେଲେ ମୋତେ କିଛି କହିଲୁନି କାହିଁକି? ବେଙ୍ଗଟା କ'ଣ କହିଲା ଜାଣିଛୁ ନା ଅପା? ବେଙ୍ଗଟା କହିଲା, ହେ ପ୍ରଭୁ ଆପଣ ତ ସୃଷ୍ଟିକର୍ତ୍ତା ତ୍ରାଣକର୍ତ୍ତା। ଏ ସଂସାର ସମସ୍ତ ଜୀବ ଜଗତ କୀଟ ପତଙ୍ଗ ଦୁଃଖ ପାଇଲେ ଆପଣଙ୍କୁ ଗୁହାରି କର। ଆଉ ଆପଣ ଯଦି ଦୁଃଖ ଦେବେ, କଷ୍ଟ ଦେବେ, ଯନ୍ତ୍ରଣା ଦେବେ, ମୁଁ ଗୁହାରି କରିବି ପବିତ୍ର ଅପାଲ। ବଜାରରୁ ଫେରିଲା ପରେ ଭାଇ ଭଉଣୀ ସାଙ୍ଗ ହୋଇ ପଖାଳ ଖାଇବା ବୋଲି କଥା ଦେଇ ଯାଇଥିଲେ। ମୋ ପେଟ ପୁରିଗଲା ଲୋ। ମୋର ଆଉ ପଖାଳ ଖାଇବା ଦରକାର ନାହିଁ। ମୋ ପେଟ ପୁରି ଚାଲି ଯା ଘରୁ। ଆଉ କେବେ ଘର ଦୁଆର ମୋ ମାଟି ମାଟିବି ତ ମୁହଁ ମନେ ଦେଖେଇବନି। ଚାଲି ଯା ଘରୁ। ଚାଲିଯିବି ଲୋ ଅପା। କେବେ ତ ଦୁଆର ମୋ ବାଡ଼ିବିନି, କେବେ ତ ଦେବକୁ ମୁହଁ ଦେଖେଇବିନି, କେବେ ଆପଣଙ୍କ ଦୁଆର ମୋ ବାଡ଼ିବିନି। ହେଲେ ଅପାଲ କାଲି ପା ରାକ୍ଷୀ ବନ୍ଧେଇବ। ଗୋଟେ ରାକ୍ଷୀ ମୁଁ ବଜାରରୁ ଆଣିଥିଲି। କାଲିକୁ ଗଛ ଦେଖି ଗଛ ଡାଳେ ରାକ୍ଷୀଟାକୁ ବାନ୍ଧିବ। ଆଉ ଭାବି ଗୋଟେ ଭାଇ ହାତରେ ବାନ୍ଧିବ। ତୋ ପାଇଁ ବଜାରରୁ ଗୋଟେ ଶସ୍ତା ଶାଢ଼ୀ ଆଣିଥିଲି ନା। ଏ ଗରିବ ଛୋଟ ଭାଇ ତାର ଏ ଶସ୍ତା ଶାଢ଼ୀ ଭାବି ତାକୁ ଫୋପାଡ଼ି ଦେବ ଦିନ। କାଲି ରାକ୍ଷୀ ଫୁଙ୍କିବାରେ ଶାଢ଼ୀଟା ପିନ୍ଧି ଏ ଗରିବ ଛୋଟ ଭାଇ ତାର ଏ ଶସ୍ତା ଉପହାରଟାକୁ ଗ୍ରହଣ କରିବ। ଏତିକି ତ ପାଦ ତଳେ ମୋର ଗୁହାରି। জীবন এমনিতে কণ্ঠ কণ্ঠে দিয়ে তাহাকু দিয়ে খণ্ডে কাছ ভাঙি গলে জড়ি হুয়ে মন ভাঙি গলে রহি হুয়ে না। কাছ ভাঙি গলে জড়ি হুয়ে না মন ভাঙি গলে রহি হুয়ে না। বেসুরা বাজুছি চড়ি মহুরি ঘুমুরি কান্দুছি ফুল সবরে ঘুমুরি কান্দুছি ফুল সবরে ঘুমুরি কান্দুছি ফুল সবরে ঘুমুরি কান্দুছি ফুল সবরে 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 ফুল সবরে। ବାବା ମୋ ଭାଇ ଚାଲିଗଲା। ବାବା ମୋ ସାନ ଭାଇଟା ଚାଲିଗଲା। ବିଚରା ଭୋକ ସମ୍ଭାଳି ପାରିନି। କେତେ ଆଶା କରିଥିଲା ମୁଠାରେ ପଖାଳ ଖାଇବ ବୋଲି। ହେଲେ ମୁଁ ତାକୁ ଆହାର ଦେଇ ପାହାର ଦେଲି ବାବା। ମୁଁ ତାକୁ ପାହାର ଦେଲି। ଆରେ ମା ଏଠି କ'ଣ ସବୁ ଘଟି ଯାଉଛି ମୁଁ ତ କିଛି ବୁଝିପାରିଲିନି। ପବିତ୍ରକୁ ମାଡ଼ ମାରି ତୁ ଘରୁ ତୋଳିଦେଲୁ କାହିଁକି? ତାପରେ ତୁ ନିଜେ ଏମିତି କାନ୍ଦୁଛୁ କାହିଁକି? ବାପା ଆପଣ ତ ବହୁତ ପାଠ ପଢିଛନ୍ତି। ଏ ଅର୍ଧ ପାଠ ଏଇ କାମୁଳି ଝିଅଟା ଆପଣ କ'ଣ ବୁଝେଇବ? ତଥାପି ଏତିକି କଥା କହୁଛି ବାପା, ଏ ଦୁନିଆରେ ଏମିତି ଅନେକ ପ୍ରଶ୍ନ ଅଛି ଯାହାର ଉତ୍ତର ନାହିଁ ବାପା, ଯାହାର ଉତ୍ତର ନାହିଁ।
କୁଆଡ଼େ ବାହାରିଲୁ? ଭୁବନେଶ୍ୱର ଭୁବନେଶ୍ୱର କାହିଁକି? କ୍ୟାପିଟାଲ ହସ୍ପିଟାଲକୁ ମୋ ଟ୍ରାନ୍ସଫର ହୋଇଯାଇଛି। ମୁଁ ଆଜି ଜଏନ୍ କରିବାକୁ ଯାଉଛି। ଆରେ ମୁଁ ଭାବିଥିଲି କ'ଣ ତୁ କହୁଛୁ କ'ଣ? ଏଇ ଗାଁ ହସ୍ପିଟାଲରେ ରହି ତୁ ଗରିବ ଲୋକମାନଙ୍କର ସେବା କରିବୁ, ସେଇଥିପାଇଁ ତ ଡାକ୍ତର କରିଥିଲି। ତ ଟ୍ରାନ୍ସଫର ହେଇଗଲା, ତୁ ଜଏନ୍ କରିବାକୁ ବାହାରି ପଡ଼ିଲୁଣି, ଅଥଚ କଥାଟା ଆଜି ପର୍ଯ୍ୟନ୍ତ ମୁଁ ଜାଣିପାରିଲିନି। ବାବା ଆପଣ ଚାକିରିରୁ ରିଟାୟାର କରିସାରିଛନ୍ତି, ତେଣୁ ଘରେ ରହିକି ଆରାମ କରନ୍ତୁ। ତା ଛଡ଼ା ସବୁ କଥାରେ ଆପଣଙ୍କୁ ଇନଭଲ୍ଭ କରିବାଟା ମୁଁ କାହିଁ ଜରୁରୀ ମନେ କରୁନି। ଆସୁଛି ଆସୁଛି ମୁଁ। ଯଦି ଯିବୁ ଯା, ମନା ନାହିଁ, ହେଲେ ସାଥିରେ ବୋହୂକୁ ନେଇକି ଯା। ବାବା ନୂଆ ଜାଗା, ମୁଁ ଆଜି ଜଏନ୍ କରିନି, ତାକୁ ନେଇ ରଖିବି କୋଉଠି? କ'ଣ ନୂଆ ଜାଗା ମତେ ତୁ କହୁଛୁ? ଭୁବନେଶ୍ୱରଟା ଆମେରିକା କି ଲଣ୍ଡନ ନୁହଁ, ତା ଛଡ଼ା ଭୁବନେଶ୍ୱର ତ ଆମର ଆପାର୍ଟମେଣ୍ଟ ଅଛି, ତୁ ବୋହୂକୁ ନେଇକି ସେଇଠି ରହିବୁ। ପୁଣି ନୂଆ ଜାଗା କ'ଣ? ଆଉ ମୁଁ ତ କହୁଥିଲି କି ଓ ମୋର ଏକ୍ସପ୍ଲେନେସନ। ଯଦି ଯିବୁ ବୋହୂକୁ ସାଥିରେ ନେଇକି ଯିବୁ। ଦ୍ୟାଟ୍ସ ମାଇ ଫାଇନାଲ ଡିସିସନ। ବାବା 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 ଟିକେ ମୋ କଥା ଶୁଣନ୍ତୁ ବାବା। ଓ ମାଇ ଗଡ୍। ତମେ ଜମା ବ୍ୟସ୍ତ ହୁଅନି, ବାପାଙ୍କୁ ମୁଁ ବୁଝେଇଦେବି। ମୁଁ ଜାଣିଛି ଗୋଟେ ସାଧାରଣ ଗାଉଁଲି ଝିଅ, ତମ ସହିତ ଗଲେ ତମ ମାନ ସମ୍ମାନ ଚାଲିଯିବ। ତମେ ଏକୁଟିଆ ଚାଲିଯାଅ, ମୁଁ ଘରେ ରହିବି। ହେଲେ ମୋର ଅନୁରୋଧ ରଖିବ, କ'ଣ? ଆଜି ଶନିବାର, ଏ ସମୟଟା କାଳ ବେଳା। ମୋ ବାପା କୁହନ୍ତି ଶନିବାର ଘରେ ଗଲେ ଅମଙ୍ଗଳ ହୁଏ, ଅଶୁଭ ହୁଏ। ତେଣୁ ତୁମେ ଆଜି ଦିନଟା ରହିଯାଅ, କାଲି ବାହାରି ଯିବ। ଜ୍ୟୋତିଷ ଶାସ୍ତ୍ର ବତେଇଲା ଅଶୁଭ ଅମଙ୍ଗଳ କାଳ ବେଳା। ଆରେ ଶୁଣ, ଯୋଉଦିନ ତୋ ସହିତ ମୋର ବାହାଘର ହେଲା ସେଇ ଦିନଟା ଥିଲା ମୋ ଜୀବନର ସବୁଠୁ ବଡ଼ କାଳ ବେଳା। ତାଠୁ ବଡ଼ ଅଶୁଭ କି ଅମଙ୍ଗଳ ମୋ ଜୀବନରେ ଆଉ କିଛି ନାହିଁ, କିଛି ନାହିଁ। ଛୋଟିଆ କଥାଟା ମାନ, ଆଜି ଦିନ ରହିଯାଅ, କାଲି ବାହାରି ଯିବ। ଏ ଛୋଟିଆ କଥାଟା ମାନ। ଭଲରେ କହୁଛୁ, ମୁଁ ଆଗରୁ ମତେ କେବେ ବି ଅଟକେଇବାକୁ ଚେଷ୍ଟା କରିବୁନି। ଯେତେବେଳେ ଯୁଆଡ଼େ ଇଚ୍ଛା ହବ ସିଆଡ଼େ ଯିବି, ଯାହା ଇଚ୍ଛା ହବ ସେଇଆ କରିବି। ଆଉ ହଁ, ଭଲ ମୋର ଅଭିନୟ କରି ତୁ ମୋ ବାବାଙ୍କୁ ଇମ୍ପ୍ରେସ୍ କରିଦେଇ ପାରିବୁ, କିନ୍ତୁ ଡକ୍ଟର ସମ୍ଭବ ମହାପାତ୍ରକୁ ନୁହଁ, କେବେ ବି ନୁହଁ।